ଛେନାବାଲା ଗଉଡ଼। ଆମ ଚାହାଲି ଘରୁ ପଶା ତାସର ଧୁମ୍ ସିନା କମିଗଲା, ହେଲେ ଗୁଲି ଖଟି ଗପ ଓ ଜିନିଷପତ୍ର ଖରିଦ କେନ୍ଦ୍ର ଭାବରେ ତାର ଖ୍ୟାତି ଜାରି ରହିଲା। ଗୋଟାଏ ଗଉଡ଼ ଛେନା ନେଇ ସେଇଠି ବିକ୍ରି କରିବାକୁ ଆସି ପହଞ୍ଚେ। ତାର ଛେନା ବିକ୍ରିଟା ଅତି ହାସ୍ୟୋଦ୍ଦୀପକ ହୋଇଥାଏ। ତାର ଅବଲୟ ମୁଖ ବିକୃତି ଓ ମୃଦୁ ଆର୍ତ୍ତନାଦ ଆମମାନଙ୍କର ବେଶ୍ କୌତୂହଳ ଓ ହାସ୍ୟ ଉତ୍ପାଦନ କରିଥାଏ। ସେ ଆସି ପହଞ୍ଚିବା ମାତ୍ରେ କକେଇ, ମଧୁଆ, ପିଉସା ଓ ଅନ୍ୟାନ୍ୟମାନେ ଆସି ତା ପାଖରେ ପହଞ୍ଚି ଯାଆନ୍ତି। ଦରଦାମ୍ କଷାକଷିର ଝୁଙ୍କ ଛିଡ଼ିଯାଏ। ତାର ନାହିଁ ନାହିଁ ଆମର ହଁ ହଁ ଭିତରେ ଗୋଟିଏ ରେଟ୍ ଧାର୍ଯ୍ୟ ହୋଇଯାଏ। ତାର ଛେନାକୁ ଚିପି ପାଣି ନିଗାଡ଼ି ଦେବାକୁ ହେବ ବୋଲି ତାକୁ ଆଗରୁ କହି ଦିଆଯାଏ। ସଙ୍ଗେ ସଙ୍ଗେ ଆମର ଔଷଧ ପ୍ରସ୍ତୁତିକାରୀମାନଙ୍କୁ ଡକାଯାଏ। ଦୁଇଜଣ ଚାପୁଆଣୀ ଧରି ଆସି ପହଞ୍ଚି ଯାଆନ୍ତି। ଚାପୁଆଣୀ ହେଲା ଦୁଇଖଣ୍ଡ ରୁଲବାଡ଼ି ଭଳି ଗୋଲିଆ କାଠ। ଏଗୁଡ଼ିକ ତୈଳ କାଣ୍ଟି ଚିପାରେ ବ୍ୟବହୃତ ହୁଏ। ତେଲ ପିଇ ପିଇ ସେଗୁଡ଼ା ଏକଦମ୍ ପାଚି ଯାଇଥାଏ। ସଙ୍ଗେ ସଙ୍ଗେ ଗୋଟାଏ ଗାମୁଛା ଆସିଯାଏ। ଗାମୁଛାଟିକୁ ଦୁଇ ପରସ୍ତ କରି ତା ଭିତରେ ଛେନା ଭର୍ତ୍ତି କରାଯାଏ। ତାର ଚୁଟିକୁ ଧରି ମଡ଼ାଯାଏ ଏବଂ ତଳର ଗୋଲେଇ ଅଂଶରେ ଦୁଇଜଣ ଚାପୁଆଣୀକୁ ଲଗେଇ ଚିପନ୍ତି। ଜଣେ ଉପରୁ ରୁଚିକୁ ମୋ ଡିବାରେ ଲାଗିଥାଏ। ଗଉଡ଼ ବଡ଼ ବ୍ୟସ୍ତ ହୋଇ ବେଶୀ ଚିପିବାକୁ ବାରଣ କରୁଥାଏ। ବାରଣ ନ ମାନି ଚାପୁଣିଆମାନେ ଖୁବ୍ କଷି କରି ଚିପୁଡ଼ିବାରେ ଲାଗି ପଡ଼ନ୍ତି। ଗଉଡ଼ଟା ଓଃ ଆଃ ଏତେ କାହିଁକି ଚିପୁଛ? ବାବୁ ମୁଁ ତ ଏତେ ଚିପିବାକୁ କହି ନ ଥିଲି। ହା ହା ଫାଟିଯିବ। ଓ ଆଃ ବୋଲି ରଡ଼ି ଛାଡ଼ୁଥାଏ। ଚାପୁଣିଆମାନେ ତାକୁ ଥଟ୍ଟା କରି କହନ୍ତି ତୋ କଷାଟାକୁ ଚିପିଦେଲା ଭଳିଆ କ'ଣ ପାଟି କରୁଛୁ? ସମସ୍ତେ ହୋ ହୋ ହୋଇ ହସନ୍ତି। ବେଳେ ବେଳେ ଗଉଡ଼ ଓହୋ କଲାବେଳେ ଟିକେ ଟିକେ ଟେକି ହୋଇ ଯାଉଥାଏ। ଏ ସମୟରେ ପିଉସ ମନ୍ତବ୍ୟ ଦିଅନ୍ତି ଆରେ ଏଟା ବଡ଼ ଅବଲୟ କରୁଛି। ସତରେ ତ ୟାର ଯେମିତି କିଏ ଚିପିଦେଲା ଭଳି ହେଉଛି। ସେ ପ୍ରକୃତରେ ଦୁଃଖ ପ୍ରକାଶ କରୁଥାଏ କି ସମସ୍ତଙ୍କୁ ହସାଇବା ଲାଗି ଏଇ ଅବଲୟ କରୁଥାଏ, ତା ଆମର ଜାଣିବାର ଉପାୟ ନଥିଲା। ଆମେ ଭାବୁ ଆଜିଠାରୁ ସେ ଗଉଡ଼ ଆଉ ଆସିବନି। ସେ କିନ୍ତୁ 4-5 ଦିନ ଥରେ ନ ଆସିଲେ ତାର ଭାତ ହଜମ ହୁଏନି। ତାକୁ ବୋଧହୁଏ ଭାରି ଆଶ୍ୱସ୍ତି ଜଣାଯାଏ।